ମାନବ କଣ ନିଜେ କହିବେ ମାଧବ ବୋଲି? ହଁ, ମାନବ ନିଜକୁ ମାଧବ କହିପାରିବ। କାହିଁକି ନା ତାର ନିଜ ଚେତନା ଆସିବ। ଗୋଟେ କଥା ହଉଛି କଣ, ନିଜକୁ ନିଜେ ଘୃଣା କରିବା ମହାପାପ। ମୁଁ ହଉଛି ସମୟ, ସେଥିପାଇଁ ଶଙ୍କରାଚାର୍ଯ୍ୟ ଅମ୍ ବ୍ରହ୍ମାସ୍ମି, ମୁଁ ବ୍ରହ୍ମ, ଅମ୍ ତତ୍ତ୍ୱମସି, ମୁଁ ହଉଛି ତତ୍ତ୍ୱ। ମୁଁ ଯଦି ତତ୍ତ୍ୱ, ମୁଁ ସମସ୍ତଙ୍କୁ ତତ୍ତ୍ୱରେ ପରିପୂର୍ଣ୍ଣ କରିବି। ମୁଁ ଯଦି ବ୍ରହ୍ମ, ମୁଁ ସମସ୍ତଙ୍କୁ ବ୍ରହ୍ମମୟରେ ପରିପୂର୍ଣ୍ଣ କରିବି। ମୁଁ ଯଦି ଦିବ୍ୟତା, ମୁଁ ସମସ୍ତଙ୍କୁ ଦିବ୍ୟତାରେ ପରିଣତ କରିବି। ନିଜେ ଯଦି ଘୃଣ୍ୟ, ସିଏ କହିବ, ଯିଏ ବିଡ଼ି ଖିଆ ଲୋକ କହିବ ଚାଲ ସବୁବେଳେ ବିଡ଼ି ଖାଇବା। ଯିଏ ଗଞ୍ଜଡିଆ, ସେ ବସିବ କହିବ ଚାଲ ସବୁବେଳେ ଗଞ୍ଜଡି ଖାଇବା। ତେଣୁ ଏଇଭଳିଆ ଲୋକ ଅଛନ୍ତି। ଧୂଆଁ ଖିଆ, ନିଶା ଖିଆ, ସର୍ବେ ହେବେ ନାଶ, ଅଭେକ ଭେକ ଧାରୀ ସମୂଳେ ବିନାଶ, ମହାପୁରୁଷ ମାନେ ଲେଖିଛନ୍ତି। ଆପଣ କହିବା କଥା ମାନବ କହିବେ ମୁଁ ଭଗବାନ ବୋଲି। ଅସୁବିଧାଟା କଣ ହେଲା, ମାନର ମାଧବ ରୂପୀ, ମାନବ ରୂପୀ ମାଧବ, ମାଧବ ରୂପୀ ନିଜକୁ କହି ବୋଲିବା ନାହିଁ। କିଏ କହିବ, ଜଣେ ଜଣେ କହିବ ମୁଁ ହଉଛି ଭଗବାନ, ନା, କଥା ତା ନୁହେଁ। ତା ଦେହରେ ସେଇ ଦିବ୍ୟଟା ଦେଖିଲେ ଦେବତା। ଯେମିତି ଆମେ ବାପା ମାଙ୍କୁ କହୁଛେ ଆମର ହଉଛନ୍ତି ସେ ଦେବତା। ଗୋଟେ ଲୋକ କିଏ ଭଲ କାମ, ଦିବ୍ୟ କାମ କଲେ ସେ ହଉଛି ଗୋଟେ ଦେବତା ଭଳିଆ ଲୋକ। ରାମଚନ୍ଦ୍ର ନିଜକୁ ଭଗବାନ ବୋଲି କହିନାହାନ୍ତି। ଗୋଟେ ଉଦାହରଣ, ରାମଚନ୍ଦ୍ର ଯାଉଛନ୍ତି, ତାଙ୍କ ସାଙ୍ଗରେ ଗୁରୁ ବିଶ୍ୱାମିତ୍ର, ତାଙ୍କ ଗୁରୁ ତ ହଉଛନ୍ତି କୁଳଗୁରୁ ହଉଛନ୍ତି ବଶିଷ୍ଠ, ବିଶ୍ୱାମିତ୍ର ମଧ୍ୟ ମାନନ୍ତି ଗୁରୁ ବୋଲି। କୋଉ କାଳରୁ ପଢିଛନ୍ତି ମା ଅହଲ୍ୟା, ମା ଅହଲ୍ୟା ପଢିଛନ୍ତି। ବିଶ୍ୱାମିତ୍ର କହୁଛନ୍ତି ଧନ ବାପା, ଇଏ ପଥରେ ଟିକେ ଗୋଡ ଲଗେଇଦବ ନା। ଆଜ୍ଞା କାହିଁକି, କାହିଁକି ଗୋଡ ଲଗେଇଦେବି? ସେଠୁ ସିଏ ପୁରାତନର ଇତିହାସ କହୁଛନ୍ତି ବିଶ୍ୱାମିତ୍ର ଏଇଭଳିଆ କଥା। ସେ ଜଣେ ମା ଟେ, ସେ ମୋର ମା, ଯଦି ମୁଁ ସେଠି ଗୋଡ କେମିତି ଲଗେଇଦେବି? ମୁଁ ଗୋଡ ଲଗେଇବି, ମୁଁ ସେଠି ଗୋଡ ଲଗେଇବି ନାହିଁ। ନା ତୁମେ ଲଗେଇଲେ ସିଏ ପୁନର୍ଜୀବିତ ପାଇବ ବା ପୁନରୁଦ୍ଧାର ହେଇଯିବ। ନା ନା, ମୁଁ କରିବି ନାହିଁ। ବିଶ୍ୱାମିତ୍ର କହିଲେ ମୁଁ ବା ତମକୁ କହୁଛି ତା କର, ମୁଁ କହୁଛି ତୁମେ ସେଇଟାକୁ କର। ନା, ଆପଣଙ୍କ ଆଜ୍ଞା ନେଇକରି ମୁଁ ସେ କାମ କରିବି। ଯଦି ଯାହାଟା ହବ ସେଟା ହଉଛି ଆପଣଙ୍କର, ଜୟ ବିଜୟଟା ହଉଛି ଆପଣଙ୍କର। ସେଠୁ ରାମଚନ୍ଦ୍ର ଯେତେବେଳେ ଗୋଡ ଲଗେଇଦେଲେ, ଦିବ୍ୟ ଶକ୍ତି ପରମ ପରମେଶ୍ୱରୀ ମା ଅହଲ୍ୟା ମହାସତୀ ତା ଦେହରୁ ବାହାରି ଆସିଲେ। ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ। ସମସ୍ତେ ଠାକୁରଙ୍କୁ କହିଲେ, ରାମଙ୍କୁ କହିଲେ, ପ୍ରଭୁ ମର୍ଯ୍ୟାଦା ପୁରୁଷ ଠାକୁର, ମୁଁ ନାହିଁ, ମୁଁ ଆଜ୍ଞାଟା କାମ କରିଛି। ମୁଁ ଯୋଉ ମୋ ଗୋସେଇ ଆସିଛନ୍ତି ସିଏ ହଉଛନ୍ତି ଭଗବାନ, ତାଙ୍କ ଆଜ୍ଞା, କାହିଁକିନା ମୁଁ ତ ଆଗରୁ ଏ କଥା କରୁନଥିଲି, ସିଏ କହିବାରୁ ଏତିକ ଘଟିଗଲା। ତେଣୁ ଏଠି ଦେଖନ୍ତୁ, ନିଜେ ଭଗବାନ କଣ କହୁଛନ୍ତି, ଆଜ୍ଞାକୁ ଅନୁସରଣ କରିଛନ୍ତି। ସେ ନିଜକୁ କହୁନାହାନ୍ତି ତୁମର ଦିବ୍ୟତା ଦେଖିଲେ ସାରା ଜଗତ ତୁମକୁ ଦେବତା ବୋଲି। ନିଜେ କହିବାଟା ଠିକ ନୁହେଁ, କିନ୍ତୁ ନିଜେ ଚିନ୍ତନ ଅନୁଚିନ୍ତନ ହବା ଦରକାର। କହି ବୋଲିବା ନୁହେଁ। ଯେ ଧର୍ମ ଆପଣେ କରିବ, କେବେ ତା ପରେ ନ କହିବ। ଚିନ୍ତା କରିବ, ଅହମ୍ ବ୍ରହ୍ମାସ୍ମି, ମୁଁ ବ୍ରହ୍ମ। ବ୍ରହ୍ମ କଣ ଚୋରି କରିବାକୁ ଯାଏ? ବ୍ରହ୍ମ କଣ ଏଇ କୁକୁଡ଼ା ମଦ ମାଂସ ଖାଇବାକୁ ଯାଏ? ଚେତନ ହବା ପାଇଁ ମୁଁ ବ୍ରହ୍ମ, ମୁଁ କଣ କରିବି? ସମସ୍ତଙ୍କୁ ପ୍ରେମ କରିବି, ସମସ୍ତଙ୍କୁ ଭଲ ପାଇବି, ମିଥ୍ୟା କହିବିନି, ଦୁରାଚାରୀ ହେବିନି, ମୁଁ ଚେତନ ହେବି। ଏମିତି ଭାବରେ ତୁମ ଚିତ୍ତ ଚେତନାରେ କହ ଅହମ୍ ବ୍ରହ୍ମାସ୍ମି, ମୋ ଭିତରେ ଯୋଉ ବ୍ରହ୍ମ ଅଛି ମୁଁ ତାକୁ ଅନୁଧ୍ୟାନ କରିବି। ମୋ ଭିତରେ ସୂର୍ଯ୍ୟ ଚନ୍ଦ୍ର କୋଉଠି ଅଛନ୍ତି, ଚାନ୍ଦ୍ରାଣ କୋଉଠି ଅଛନ୍ତି, ସୂର୍ଯ୍ୟାଣ କୋଉଠି ଅଛନ୍ତି, ଅବନା 8 କୋଉଠି ଅଛନ୍ତି, ଆ ଭିତରେ ଆତ୍ମଚେତନ କଥା କୋଉଠି ଅଛନ୍ତି, ଷଡ଼ଚକ୍ର ଭିତରେ ଆମର ଆଧାର ଲିଙ୍ଗନାଭ ହୃଦୟ କଣ୍ଠ ଦେଶ ଲଲାଟ ଦୁଇ ପତ୍ରେ ଷୋଡ଼ଶାରେ ଦ୍ୱାଦଶ ଦଶ ତଳେ ଦ୍ୱାଦଶ ଆଠେ ଚତୁଷ୍କେ ବସନ୍ତେ ବଳ ମଧ୍ୟରେ ଡଫଘଟ ସହିତ ସୁପ୍ରାଣ ହଜ୍ଞ ଯୁକ୍ତମ ସକଳ ଦଳ ଗତଂ ବର୍ଣ୍ଣ ରୂପଂ ନମାମି। ଆଧାରେ ଗଣେଶ ବକରତୁଣ୍ଡି ଦେବୀ, ସିଏ ମୂଷା ବାହନରେ କେମିତି ଅଛନ୍ତି, ତାଙ୍କର କ୍ରିୟାକଳାପ ବା କ୍ରିୟାଶୀଳ କେମିତି ଅଛନ୍ତି, କ୍ରିୟା ଯୋଗରେ। ତାପରେ କହୁଛନ୍ତି କାମଦେବ ରତି ଦେବୀ, ସିଏ କେମିତି କ୍ରିୟା ପ୍ରକ୍ରିୟାରେ ଅଛନ୍ତି। ତା ଉପରେ କହୁଛନ୍ତି ନାଭିରେ ବ୍ରହ୍ମା ସାବିତ୍ରୀ, ତାଙ୍କର କ୍ରିୟାକଳାପ କଣ। ତଦୁପରେ ଲକ୍ଷ୍ମୀ ନାରାୟଣ ଗରୁଡ଼ ବାହନ, ସିଏ କେମିତି କ୍ରିୟା ଯୋଗରେ କେମିତି କଣ କରୁଛନ୍ତି। ତା ଉପରେ ଅଛନ୍ତି କଣ ନା ଆମର ଶିବ ଆଉ ପାର୍ବତୀ ବୃଷଭ ବାହନରେ, ତାଙ୍କର କ୍ରିୟା ଯୋଗର ବିଚାର କଣ। ତା ଉପରେ ଅଛନ୍ତି ଆଜ୍ଞା ଚକ୍ର, ଆଦି ଅନାଦି। ଆମରି ଭିତରେ ଏଇ ଦେବତା ମାନେ କେମିତି କ୍ରିୟାଶୀଳ ଅଛନ୍ତି, ଯାହାକୁ ପଣ୍ଡିତ ମାନେ ପାଠ କରନ୍ତି ବା ପ୍ରାଣ ପ୍ରତିଷ୍ଠା କୋଉଠି କଲେ କହନ୍ତି କୁଶଳ ହେଇକିରି ଯେ କି ଆଧାର ଲିଙ୍ଗନାଭ ହୃଦୟ କଣ୍ଠ ଦେଶ ଲଲାଟେ ଦୁଇ ପତ୍ରେ ଷୋଡ଼ଶାରେ ଦ୍ୱାଦଶ ଦଶ ଦଳେ ଦ୍ୱାଦଶ ଆଠେ, ଏଇ ଷଡ଼ଚକ୍ର ପାଠ କରନ୍ତି। ପ୍ରତ୍ୟେକ ଚକ୍ରର ଅକ୍ଷର ବର୍ଣ୍ଣ ଓଂ ବଂ ନମ ସଙ୍ଗ ନମ ସଙ୍ଗ ନମ ସଙ୍ଗ ନମ ବଂ ନମ ଲଙ୍ଗ ନମ ଭଙ୍ଗ ନମ, ଏମିତି ଗୋଟେ ଗୋଟେ କରିକିରି
ନ୍ୟାସ କରନ୍ତି। ତାର ଅର୍ଥ ହେଲା କଣ, ଏ ଶରୀରରେ ସମସ୍ତ ଦେବତା ଅଛନ୍ତି, ଯାହାକୁ ମହାପୁରୁଷ ଅଚ୍ୟୁତ କହିଛନ୍ତି ଯେ ଦେଉଳ ଦେଉଳ ଭିତରେ ଦେଖ ଠୁଳ ଦେବତା ଅଛନ୍ତି ହଳ ହଳ। ଅର୍ଥାତ ଏ ଶରୀର ଦେହ ରୂପକ ଦେଉଳ ମଧ୍ୟରେ ହଳ ହଳ ଦେବତା, ଯେ କି ମୂଳାଧାରେ ଗଣେଶ ବକ୍ରତୁଣ୍ଡୀ ହଳେ, ତା ଉପରକୁ କାମଦେବ ରତିଦେବୀ ହଳେ, ତା ଉପରକୁ ବ୍ରହ୍ମା ସାବିତ୍ରୀ ହଳେ, ତା ଉପରକୁ ଲକ୍ଷ୍ମୀ ନାରାୟଣ ଶିବ ପାର୍ବତୀ ଆଜ୍ଞା ଚକ୍ରରେ ଆଦି ଆଉ ଅନାଦି। ତେଣୁ ସେ କହୁଛନ୍ତି ଦେଉଳ ଭିତରେ ଦେଖ ଠୁଳ ଦେବତା ଅଛନ୍ତି ହଳ ହଳ, ଦେଉଳେ ପଶିଲେ ଦର୍ଶନ ପାଇବୁ ମୋକ୍ଷ ହୋଇଯିବ ପିଣ୍ଡ ତୋର। ଆରେ ମନମଲ ମୁଁ ଯେ କହୁଛି ସ୍ୱରୂପ ତୁ ଆଗର, ରୂପ କଥା ଛାଡିକିରି ସ୍ୱରୂପ କଥା କହୁଛୁ। ବାବୁରେ ଗୋଟିଏ ଲୋକ ବାଘ ବେଶ ଧରିକିରି ବାଘ ଖୋଳ ପିନ୍ଧିଲେ କଣ ବାଘ ହେଇଯିବ? ତା ଭିତରେ ଗୋଟା କିଏ ଅଛି, ଛୋଟ ଛୁଆ ଏବେ ଆସିବ, ଆମର ରାମନବମୀ ଆସିବ, ପିଲା ସେ ରାମନବମୀ ନାଲି ପୋଷାକ ପିନ୍ଧିକିରି ଘାଗୁଡି ଅଣ୍ଟାରେ ପୁଳାଏ ବାନ୍ଧି ମୁହଁରେ ମୁଖା ଦେଇ ବେତ ଦିଟା ଧରିକିରି ଆସି ନାଚିବେ। ପିଲାବେଳେ ଆମେ ସବୁ ଡରିଛୁ, ଦେଖିଲା ମାତ୍ରେ ଆମେ ସବୁ ଆସି ଘରେ ପଶିବୁ। ସିଏ ମୁଖରେ ମୁଖାଟା ଦେଖିକି ହୁଁ କହିକି ନିଜକୁ ହଲିଯିବ, ଘୁଙ୍ଗୁର ଘୁଙ୍ଗୁର ପଳେଇ ବାଜିବ, ଆମେ ଯାଇ ଘର ଭିତରେ ପଶିବୁ। ଆମ ମା ବାପା ମାନେ କହିବେ ହେ ଡରୁଛୁ କାହିଁ, ଯା ନମ କର। ସେ ପା ଆମର ଆଇଛନ୍ତି କୋଇଲୁରୁ ଆଇଛନ୍ତି, ଆମର ହନୁମାନ ଆଇଛନ୍ତି। ବୋଲେ ହନୁମାନ ମାଙ୍କଡ ସିଏ? ନା ନାଇଁ, ସିଏ ତା ଭିତରେ ଭଲ ମଣିଷଟିଏ ଅଛନ୍ତି। ଇଏ ମୁଖା ପୂଜା ମୁଖା ଠାକୁରଙ୍କର ଧାରଣ କରି ଆଇଛନ୍ତି। ଆମେ ସେତେ ଚେତନା ପାଉନାହିଁ ତା ଭିତରେ ମଣିଷ କହିଛନ୍ତି। କିନ୍ତୁ ଆମେ ଯୋଉ ଦୁରାଚାର ବେଶ ଧାରଣ କରିଛେ ବା ବାସ୍ତବିକ ରାକ୍ଷସ ରୂପ ଧାରଣ କରି ଆମ ଭିତରେ କିଏ ଅଛି, ସେଇଗୋଟା ଚିହ୍ନିବା ହଉଛି ଅମ୍ବ୍ରହ୍ମସି। ବାବା ମହାପ୍ରଭୁ କଳ୍କି ଯେତେବେଳେ ଆସିବେ ବ୍ରହ୍ମାଣ୍ଡରେ କଣ ପ୍ରଭାବ ପଡିବ? କଳିକି ଆସିଛନ୍ତି, ଆସିକିରି ବାବା ବାବା ଆପଣ କହୁଛନ୍ତି କଳ୍କି ଆସି ଯାଇଛନ୍ତି, ହଁ, କେବେଠାରୁ ଆସିଲେ? ଯଦି କିଏ ଆସିନଥାନ୍ତେ ଜୟଦେବ ଜାଣିଲେ କେମିତି? ମେଛନି ବହାନି ଧନେ କରେ ଶିକର ବାଳଂ ଧୂମକେ ତୁମିବ କିମ ବିକରାଳମ କେଶବ ଧୂତ କଳକିଶର ଜୟ 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 ସହରେ ଆସିଲେ ଜାଣିଲେ କେମିତି? ତୁମର ଯୋଉ ଚିତ୍ର ସବୁ ଏଠି ଲେଖା ହେଇଛି ଯେ କି ଘୋଡା ଉପରେ ଚଢିବେ ଖଣ୍ଡା ଧରିବେ, ହେଲା କେମିତି? ଯୋଉଟା ତମେ ଜାଣିନ ପ୍ରକାଶ କଲ କେମିତି? କୁହ ରେ ବାବା। ବାବା ପ୍ରଭୁ ଯେତେବେଳେ, ବାବା ଆପଣ କହୁଛନ୍ତି ପ୍ରଭୁ ଆସିଗଲେଣି, ଯଦି ପ୍ରଭୁ ଆସିଗଲେଣି ପ୍ରଭୁ କୋଉଠି ଅଛନ୍ତି? କୋଉଠି? ସବୁରି ହୃଦୟରେ ଅଛନ୍ତି, ସବୁଠି ହୃଦୟରେ ଅଛନ୍ତି, ସମସ୍ତଙ୍କ ହୃଦୟରେ। ସବୁରି ହୃଦୟରେ ବା ଭାଗବତ ଲେଖାଛି ସବୁରି ହଟେ ନାରାୟଣ ବସନ୍ତି ଅନାଦି କାରଣ। ତୁମେ ବା ଗୋଟିଏ କଥା ଦେଖିବ ଯେ କି ଏଣୁ ପ୍ରକୃତି ଭିନ୍ନ ମତେ ଅର୍ଥ ନ ଜାଣନ୍ତି ସମସ୍ତେ। ତେଣୁ ସମସ୍ତେ କଣ ବୁଝିଯିବେ? ଭଗବାନ କଣ ଗୋଟେ କିଛି ଭୀମ ଭୋଇଙ୍କ କଥା ଦେଖ, ସବୁ ମହାପୁରୁଷ ମାନଙ୍କ କଥା ଦେଖ, ଭଗବାନ କାହାରି ଭଳିଆ ନୁହନ୍ତି, ସେ ହଉଛନ୍ତି ସମସ୍ତଙ୍କ ଭଳିଆ। ବଳରାମ ଦାସ ପଦେ କହିଛନ୍ତି କାହାରି ଭଳିଆ ମୋତେ ଦିଶୁ ନାହିଁ, ମୋରି ଭଳିଆ ସେହି ମୋ ଘରେ ରହି ମୋତେ ପର କରେ କହିଲେ ଲାଜ ମାଡ଼ଇ। ଭଗବାନ ପରମ ବ୍ରହ୍ମ ଯେମିତି ଗୋଟେ ପଣସ ଗଛରୁ ପଣସଟିଏ ହବ, ଆମ୍ବ ଗଛରୁ ଆମ୍ବଟିଏ ହବ, ମଣିଷ ଠାରୁ ଗୋଟେ ମଣିଷ ଛୁଆଟିଏ ଜନ୍ମ ହବ, ସେମିତି ଭଗବାନଙ୍କର ସନ୍ତାନ 56 କୋଟି ଜୀବଜନ୍ତୁ, 33 କୋଟି ଦେବତା। 33 କୋଟି ଦେବତା ତା ଭିତରେ ଅଛନ୍ତି, ସମସ୍ତେ 33 କୋଟି ଦେବତା ଭଗବାନଙ୍କୁ ସ୍ତୁତି କରନ୍ତି। କିନ୍ତୁ ସେ ଭଗବାନ କିଏ, କାହା ଭଳିଆ? ମୁଁ ତମକୁ ଗୋଟେ କଥା କହିବି ଯେ ତୁମକୁ ବାପା ମୁଁ ପଚାରିବି ନୃସିଂହ କାହା ଭଳିଆ, ତମେ ମତେ କହିଦବ ବା ନୃସିଂହ ସିଂହଙ୍କର ମୁଣ୍ଡ ମଣିଷ ଶରୀର ଭଳିଆ, ନର ଆଉ ସିଂହ ମିଶିକିରି ନୃସିଂହ। ବୁଝିଗଲି। ଲକ୍ଷ୍ମୀ କାହା ଭଳିଆ? ନା ଐଶ୍ୱର୍ଯ୍ୟ ଶକ୍ତି ଚେତନାମୟୀ ବ୍ରହ୍ମସ୍ୱରୂପୀ ତେଜମୟୀ ଗୋଟେ ନାରୀ ସ୍ୱରୂପ, ସେ ଅମୃତ ଭାଣ୍ଡ ଧରିଥିବେ କି ଧନ ଭାଣ୍ଡଟିଏ ଧରିଥିବେ। ରାମ କାହା ଭଳିଆ? ନୀଳାମ୍ବୁଜ ଶ୍ୟାମଳ କୋମଳାଙ୍ଗ ସୀତା ସମାରୋପିତ, ଏମିତି ଅଛି ସବୁ ଶ୍ଲୋକ ତୁମର ବର୍ଣ୍ଣନା। ରାମ ଶ୍ୟାମଳ ମୂର୍ତ୍ତି, ସୁନ୍ଦର ରୂପ, ଧନୁଟିଏ ଧରିଥିବେ। କୃଷ୍ଣ ଚନ୍ଦ୍ରକ ଚାରୁ ମୟୂରଶୀ ଖଣ୍ଡକ ମଣ୍ଡଳ ବଳିତ କେଶମ ପ୍ରଚୁର ପୁରନ୍ଦର ଧନୁରଣୁ ରଞ୍ଜିତ, ଏଗୁଡ଼ା କଥା ଅଛି। ପୁଣି କହିଛି କଣ ନା ଯେ ବନ୍ଦେ ବୃନ୍ଦାବନ ଧାମମ ଗୁରୁକୃଷ୍ଣ କମଳ ଲୋଚନ ପୀତାମ୍ବରମ ଘନଶ୍ୟାମ କସ୍ତୁରୀ ତିଳକଙ୍ଗ ଲାଟ ପଟଳେ ବକ୍ଷସ୍ଥଳେ କୌସ୍ତୁଭ ନାସାଗ୍ରେ, ଏସବୁ ନାନାଦି ରୂପ ବର୍ଣ୍ଣନା ତାଙ୍କର କରାଯାଇଛି। ଭଗବାନ କୃଷ୍ଣ କଳା ବର୍ଣ୍ଣ, ଆଉ ତାଙ୍କର ଜଟ ବା ଚୁଟି କେଶକୁ ଜୁଡା ଭଳିଆ ଉପରକୁ ବାନ୍ଧି ଦେଇଥିବେ, ଶିଖଣ୍ଡି ବେଲେ ମୟୂର ପୁଚ୍ଛ ଖଣ୍ଡେ ଚିନ୍ଥିବେ, ଚନ୍ଦନ ଟିକେ ହେଇଥିବେ, ହଳଦିଆ ବସ୍ତ୍ର ପିନ୍ଧିବେ। ତୁମେ ବର୍ଣ୍ଣନା କରିପାରି ମତେ କହିବେ। ଚୈତନ୍ୟ କାହା ଭଳିଆ? ନା ଗୋଟେ ସାଧୁ ସନ୍ଥ ସନ୍ନ୍ୟାସୀ ଭଳିଆ। ମୁଁ ପଚାରିବି ଜଗନ୍ନାଥ କାହା ଭଳିଆ କହିପାରିବ? ଜଗନ୍ନାଥ କାହା ଭଳିଆ? ବାଘ କାହା ଭଳିଆ, ବିଲେଇ ଭଳିଆ, ହଂସ କାହା ଭଳିଆ, ଏ କଣ
ହଁ ହଂସ କାହା ଭଳିଆ ନା ଗୋଟେ ବଗ ଭଳିଆ, ଗୋଟା ସମସ୍ତଙ୍କର ତୁଳନାତ୍ମକ ଅଛି। ଜଗନ୍ନାଥ କାହା ଭଳିଆ କହିପାରିବ? ତେଣୁ ଜଗନ୍ନାଥ କାହାରି ଭଳିଆ ନୁହେଁ, ସେ ହଉଛନ୍ତି ଅତୁଳନୀୟ, କାହା ସହିତ ତୁଳନା ନୁହନ୍ତି, ସେ କାହାରି ସହିତ ତୁଳନା ହୁଅନ୍ତି। କିନ୍ତୁ ଆମେ ତାକୁ ହାତ ଗୋଡ ତିଆରି କରିକିରି ମନୁଷ୍ୟର ଯେତିକି ବୁଦ୍ଧି, ଗୋଟେ ଭାଗବତ କହୁଛି ମନୁଷ୍ୟର ସ୍ୱଳ୍ପ ବୁଦ୍ଧି, ତେଣୁ ନ କରିପାରେ ସେଠି। ତେଣୁ ଇଏ ସାଧାରଣ ମନୁଷ୍ୟ ତାଙ୍କର ହାତ ଗୋଡ କାନ ତିଆରି କରିବୁ କହୁଛି। ସେ ତ ହଉଛନ୍ତି ଏପଟେ କହୁଛନ୍ତି କଣ ଦେଖନ୍ତୁ ଭକ୍ତି କୋଉ ଭଳିଆ କଥା, ଏପଟେ କହୁଛନ୍ତି ହେ ଜଗନ୍ନାଥ ତୁମେ ହଉଛ ପୂର୍ଣ୍ଣ ବ୍ରହ୍ମ, ସେ ତ ପୂର୍ଣ୍ଣ। ପୁଣି ଗୋଟେ ଜାଗାରେ ଗୀତରେ କହିଦେବେ ପ୍ରଭୁ ତମେ ହଉଛ ଖଣ୍ଡିଆ, ତମର ହାତ ଗୋଡ ତମକୁ ଅଧା ଗଢା ଖୋଲା। ଆଚ୍ଛା ଏଭଳିଆ କିଏ କହିଲା? ଆକୁ କହିପାରିବାକୁ ଏ କଥା କିଏ କହୁଛି? ଗୋଟେ ଗୋଟେ ଗୀତ ସାହିତ୍ୟ ଅବଶ୍ୟ ମୁଁ କ୍ଷମା ମାଗୁଛି, କାହିଁକିନା ତୁମେ ବାପା ଆସି କହୁଛ, ମୁଁ କ୍ଷମା ମାଗୁଛି। ମୋର କହିବା କଥା ନୁହେଁ, ଏଇଟା ହଉଛି ଆମର ନିଜସ୍ୱ ବିଚାର, ଆମେ କାହା ଦୋଷ ଦବୁନୁ, କାରଣ ଏଇଟା ଆମ ଗୁରୁ ଗୁରୁଜନ ଆମେ ଶୁଣିଛୁ ଭକ୍ତିଟା କୋଉ ଭଳିଆ କଥା। ଏବେ ସାହିତ୍ୟ ଚାଲିଛି, ଠାକୁରେ ମତେ ତୋର ଜମି ହଳିଆ କରିଦେ, ତୋର ପାରାଟିଏ କରିଦେ, ଭଗବାନ ସେଇଟା ଆବିର୍ଭାବ ହେବେ, ହାତ ଧରିକି କହିବେ ଚାଲ ପାରା ହବ। ତମ ବାପା ହବାକୁ ଯିବ, ପାରା ହବାକୁ ଯିବ? କହିବେ ବାପାରେ ମୁଁ ଜମି ହଳିଆ ମତେ କରିଦେ, ଠାକୁର ଉଭା ହେଇଯିବେ, କହିବେ ଚାଲେ ତୁ ମୋ ଜମି ହଳିଆ ବଳଦ ହବୁ, ତମେ ଭାବାକୁ ଯିବ ସେଠି? ସେଟାକୁ ଯିବ ତୁ ଏରା କାହିଁ ପଢୁଥିଲୁ? ନା ଭକ୍ତିରେ ପଢୁଥିଲି। ନା ଭକ୍ତିରେ ଭଗବାନ ସମାଡ଼ ହେଇକିରି ଆସି କହୁଛନ୍ତି ତୁ ଚାଲେ ସେଇଆ ହବାକୁ ଯିବୁ। ତେଣୁ ଇଏ ହଉଛି ଅଲଣା ଭକ୍ତି, କୁହାଯାଇ ହଉଛି ଅଲଣା ଭକ୍ତି। ଭକ୍ତି ହଉଛି କଣ ନା ଅନ୍ତରୀୟ ଚେତନା। ଭକ୍ତି ହଉଛି ଅନ୍ତରୀୟ ଚେତନା, ଆତ୍ମୀୟ ଚେତନା। ଆଧ୍ୟାତ୍ମିକ କାହାକୁ କୁହାଯାଏ? ଆଧ୍ୟାତ୍ମିକ ବୋଇଲେ ଆମ ଭଳିଆ ଚିତା ଚେତନା ହେଇକି ଚଟାମୁଟା ଗଲାକୁ ଆଧ୍ୟାତ୍ମିକ ନା, ଆତ୍ମା ସହିତ ଧ୍ୟାଇବା। ମହାପୁରୁଷ ଲେଖିଛନ୍ତି କଣ? ଧ୍ୟାଉ ଅଛି ଜୀବ ପରମ ସଙ୍ଗତେ, ଧାପ ଦେଉଅଛି ନିରନ୍ତର, ମନ ମୋର ଆରେ ମନ ମୋର। ଏ ଚିତାଶଳ ଘରେ ଧୁନି ଘର। ଆମେ ଆତ୍ମା ସହିତ ଧାପ ଦେଲେ ତାକୁ ଆଧ୍ୟାତ୍ମା ବୋଲି କୁହାଯାଏ। ଆତ୍ମା ସହିତ ଆମେ ଧ୍ୟାଇଲେ, ଆତ୍ମାକୁ ଧ୍ୟାଇଲେ ଆମେ ଆତ୍ମୀୟ ଚେତନା ହେଲେ ଆମର ଭୁଲ ଭଟକା ହବ। ଶେଷରେ ଖାଲି ଗୋଟେ କଥା, ଆପଣ କହିଲେ ମହାପ୍ରଭୁ ଆସି ଯାଇଛନ୍ତି, ଆଉ ଅନେକ ସାଧୁ ସନ୍ତଙ୍କ ସହିତ ଆମେ ସାକ୍ଷାତକାର କରୁଛୁ। ସାକ୍ଷାତକାର ନେଲା ବେଳେ ସେ କହୁଛନ୍ତି ମହାପ୍ରଭୁ ଆସିନାହାନ୍ତି, ମହାପ୍ରଭୁ ଯେତେବେଳେ କଳ୍କି ଆସିବେ ସେତେବେଳେ ଚେତନ ଜଡ଼ ହବ, ଜଡ଼ ଚେତନ ହବ, ବ୍ରହ୍ମାଣ୍ଡରେ ଅନେକ ଅଲୌକିକ ଘଟଣା ଘଟିବ। ଆଉ ତା ବିଷୟରେ ଆପଣ ସଂକ୍ଷେପରେ ଖାଲି ଟିକେ କହିବେ? ଯୋଉଟା ପଚାରିଲ, ଆମର ସ୍ୱଳ୍ପ ବୁଦ୍ଧି, ଆମେ ଯେତିକି କହିଲ, ତମେ ସେଇଦିନକୁ ଅପେକ୍ଷା କର, ଠାକୁର କୋଉନ ଆସିବେ, ଜଡ ଚେତନ ହେଇଯିବ, ଚେତନ ଜଡ ହେଇଯିବ। ଚେତନଟା ଗୋଟା ଜଡ ହେଇଯିବ, ଜଡୁଟା ଚେତନ ହେଇଯିବ। ଗଛ ଲତା ସବୁ କଥା କହିବେ, ଇଏ ମଣିଷ କଥା କହିଲା ନାଇଁ। ଗୋଟା ଗୋଟେ ଲୋକ ଅଛନ୍ତି, ତମେ ଦେଖିବ ମରିଗଲେ ଭଲ କଥାବାର୍ତ୍ତା ହଉଥିବ, ବାପ ପୁଅ ସବୁ କଥାବାର୍ତ୍ତା ହଉଥିବେ, ମରିଗଲା ପରେ ସେ ତାକୁ ଡରିବେ। ଇରେ ମଣିଷ ଥିଲା, ଚର୍ମ ହାଡ ଗୋଡ ନାଡ, ସେ ଏମିତି ହାତ ହଲଉଥିଲା, ତମେ ସେତେବେଳେ ଡରିଲନି? ଗୋଟା ହାଡୁଟା ତଳେ ପଡିଗଲା, ତମେ ସେ ଡରିବ ତାକୁ? ଇରେ ଭଗବାନ ସବୁରି ଘଟରେ ବିଦ୍ୟମାନ, ସିଏ କେମିତି କେତେବେଳେ ଆସିବେ? ସାଧାରଣ ତୁମେ ଏପର୍ଯ୍ୟନ୍ତ ଦେଖ ବାପା, ତୁମେ ଚାରିଆଡେ ବୁଲୁଛ, ସବୁ କରୁଛ, କଳି କଳି ହଉଛି ଦିଟା, କଳ ହସିକାରେ ଏଳି, କଳ ଦୀର୍ଘିକାରେ ଏଳି। ତୁମର ଏଇ ଯୁଗଟା କୋଉ କଳି? ତୁମର ଏଇ ଯୁଗଟା କୋଉ କଳି? ଏ କଳି ଯୁଗରେ କହୁଛନ୍ତି ଭାରି ଅନ୍ୟାୟ, ଭାରି ଅନ୍ୟାୟ। ବାପା ଏ କଳି ଯୁଗରେ ବେଶୀ ଅନ୍ୟାୟ ନାହିଁ, କଳି ଯୁଗରେ ବେଶୀ ଅନ୍ୟାୟ ନାହିଁ। କାରଣ କଳି ଯୁଗର ଚାରି ଯୁଗର ମୀମାଂସା କଳି ଯୁଗ, ସବୁଟା ମୀମାଂସା। କହନ୍ତି ଧନ୍ୟ କଳି ଯୁଗ, ଯୋଉମାନେ ଭୁଲ ଭଟକାରେ ଅନ୍ୟ ପ୍ରକାର ମତି ପ୍ରକୃତି ତାଙ୍କର, ଏ କଳି ଯୁଗ ସେ ନିନ୍ଦା କରୁଛନ୍ତି। ତୁମେ ନିଜେ ସାଧାରଣ କଣ ମା ମାଟି ମମତା ଅର୍ଥ, ଆମେ ଯୋଉ ଜାଗାରେ ଜନ୍ମ ହେଇଛେ ସେ ଜାଗାକୁ ନିନ୍ଦା କରିବାନି। ବିଶେଷ କରି ଆମେ କଳି ଯୁଗରେ ଯେତେବେଳେ ଜନ୍ମ ହେଇଛେ, କଳି ଯୁଗକୁ ଏ ଧନ୍ୟ, ଇଏ କଳି ସମସ୍ତେ କହନ୍ତି ଧନ୍ୟ କଳି, କିନ୍ତୁ ଖରାପ କଳି ନୁହଁ। କାହିଁକି ନୁହଁ? ଭଲ ଭାବରେ ଆମେ ଚିନ୍ତା କରିବା। ଆମେ ଇଏ କଳି ଯୁଗରେ ସତ୍ୟ ଯୁଗର ଦେବତାଙ୍କୁ ପାଇଛେ, ଆଉ ସତ୍ୟର ପୁରାଣକୁ ଆମେ ପାଇଛେ। ତ୍ରେତା ଯୁଗର ରାମକୁ ପାଇଛେ, ଆଉ ରାମ ନୀଳାକୁ ପାଇଛେ। ଦ୍ୱାପର ଯୁଗରେ କୃଷ୍ଣ ଭଳି ଭଗବାନକୁ ଆମେ ପାଇଛେ, କୃଷ୍ଣ ଲୀଳା ରାସମୃତକୁ ଆମେ ପାଇଛେ। କଳି ଯୁଗର ଦେବତା ଚୈତନ୍ୟକୁ ଆମେ ପାଇଛେ, ଆଉ ଚୈତନ୍ୟ ଚନ୍ଦ୍ରିକା ବା ଚୈତନ୍ୟ ଚରଣାମୃତ ଆମେ ପାଇକିରି ପାଠ କରୁଛେ, ସବୁ କରୁଛେ। ଚାରି ଯୁଗର ସମାହାର। ସତ୍ୟ ଯୁଗରେ ଯେ ସତ୍ୟ ଲୋକ ସେ କିଛି ପାଇନଥିଲେ, ଆଉ ଭାରି ଅନ୍ୟାୟ ହେଇଥିଲା, ଭାରି ଅନ୍ୟାୟ ହେଇଥିଲା। ଇଏ ପୁଅକୁ ଯୋଉ ଭଳିଆ ନୃଶଂସ ଭାବରେ ସିଏ
କଷ୍ଟ ଦେଲେ ଭଗବାନ ଓହ୍ଲେଇ ପଡ଼ିବେ। କିନ୍ତୁ କଳି ଯୁଗରେ କହିପାରିବ ଏଭଳିଆ ପୁଅକୁ ଗୋଟା କଷ୍ଟ ଦବ ସାଙ୍ଗେ ସାଙ୍ଗେ ଆରେଷ୍ଟ ହେଇକି ଯିବ? ହଁ, ହେଇପାରିବ? ରାମଚନ୍ଦ୍ର ଇଏ ଯୋଉ ଭଳିଆ ରାବଣ, ଆଉ ରାମଙ୍କର କଥା ମୁଁ ତ ସେ କଥା କହିବି ନାହିଁ, କାହିଁକି କହିବି? ଗୋଟିଏ କଥା ହଉଛି ଏସବୁ ଆତ୍ମଜ୍ଞାନର କଥା। ରାମଚନ୍ଦ୍ର ମର୍ଯ୍ୟାଦା ପୁରୁଷ। ଗୋଟାରେ ଯଦି ପ୍ରବଚନ ପଢିଥାନ୍ତା, ଆମର ଗୋଟିଏ ହୁଏ କଣ ନା ପ୍ରତିବାଦୀ ପ୍ରବଚନ। ସିଏ ଯଦି ଆମେ ଯଦି ରାମଙ୍କ ଫରେ କହିଯିବୁ, ସେ ତାରେ ରାବଣ ଫରେ କହିଯିବୁ। ସେ ଯଦି ରାବଣ ଫରେ କହିଗଲା, ଆମେ ସେଠି ଅନ୍ୟ ଏଇଭଳିଆ କଥା ହେଇକିରି ଏଠୁ ଲାଷ୍ଟ ଗୋଟେ ମୀମାଂସା ହଉ। ଅବଶ୍ୟ ରାମଚନ୍ଦ୍ରଙ୍କର କଥାଟି ପ୍ରଥମେ କହି ରଖୁଛି, ଏଇଟା ହଉଛି ଆମର ଆଧ୍ୟା ଚେତନାର ବିଚାର। ଭୁଲ ଭାବିବା ଦରକାର ନୁହେଁ। ତାର ଆତ୍ମଜ୍ଞାନ କେମିତି ରହିଛି। ଯେତେବେଳେ ରାମଚନ୍ଦ୍ରଙ୍କୁ ବିବାହ ହବ ବୋଲି ଆସି କହିଛି କିଏ ନା ସୁପର୍ଣ୍ଣେଖା। କହିଲା ଆପଣ ଦିବ୍ୟ, ମୁଁ ଆପଣଙ୍କୁ ମୋ ସ୍ୱାମୀ ଉପରେ ବରଣ କରିବି। ଏ ରାମଚନ୍ଦ୍ର କହୁଛନ୍ତି ମୁଁ ପା ବି ଭାଇଛି, ମୋର ନାରୀଟିଏ ଅଛି, ତୁ ଯା ଲକ୍ଷ୍ମଣ କତିକି ଯା। କାହିଁକି ସେ କଣ ଠାକୁର କହିପାରିନତେ? ନାଇଁ ରେ, ଆମ ପରିବାର ତା ନୁହେଁ, ଲକ୍ଷ୍ମଣ ମଧ୍ୟ ବିବାହ ହେଇଛି, ତୁ ମା ତୁ ଯା ପଳା। କହିପାରିନଥାନ୍ତେ? କାହିଁ ସେ କଳିକି ଆରମ୍ଭ କଲେ କହିପାରିବ? ଯଦି ହେଲା ସେଠୁ ସିଏ ତ ବ୍ୟତିବ୍ୟସ୍ତ ହେଇଛି, ମୁଁ କରିବି ସେଠୁ ବିଭ୍ରତ ହେଇଯାଇଛି, ଗୋଟେ ରାକ୍ଷାସୀ ଯାହା କୁହନ୍ତି ରାକ୍ଷାସୀ ବେଶ ହେଇଗଲା। କାହିଁକି ତାକୁ କହିଲେ ଲକ୍ଷ୍ମଣ ତୁ ତାଙ୍କ ନାକ କାନଟା କାଟିବ? ଆଉ କିଛି କରିପାରିଲେନି? ଆଚ୍ଛା, କଳି ଯୁଗରେ କହିଲ କା ନାକ କାନ କାଟିଲେ ବଞ୍ଚିବେ ତ? ଜଣେ ରାଜ ପରିବାର ସିଏ। କିନ୍ତୁ ନା, ତାକୁ ଆମେ ଭୁଲକୁ ନବାନି। ସେ ନାକୁଟା କାନିଦେଲେ, କାନଟା କାଟିଦେଲେ, ତାର ତାତ୍ତ୍ୱିକ ଅର୍ଥଟା ସେ କହୁଛନ୍ତି ତୁ ନାକୁଟାକୁ କାନଟାକୁ କାଟିଦେଲେ, ନାକରେ ଚାନ୍ଦ୍ରାଣ ହଉଛି ମୁଁ ଆତ୍ମାରାମ ଯାଉଛି ଆଉଛି, ତୁ ସେଇଟାକୁ ଅନୁଧ୍ୟାନ କରି ମାୟାକୁ କାଟିଦେ। କର୍ଣ୍ଣରେ ମୋ ଗୁଣ ତୁ ଶୁଣୁ, ଏଇ ଦିନଟା ତୋର ଏଇ କଟିଲେ ତୁ ମୋତେ ସ୍ୱାମୀ ହଉଛି ଆତ୍ମଚେତନା। ତେଣୁ ଲୋକ ତା ବୁଝନ୍ତି ନାହିଁ। ତେଣୁ ଏପଟେ କଣ କଲେ, ସେ ପଳେଇଗଲେ, ସେଠୁ ଯୁଦ୍ଧ ହେଲା। ଆଚ୍ଛା, କହିପାରିବ ଯେତେବେଳେ ମାୟା ମୃଗ ଆସିକି ରାବଣ କରି ପକେଇଲେ, ଏଇଠି ଦେଖ ଗୋଟେ କଥା କେମିତିଆ ନା, ଜଣେ ରାକ୍ଷସ ସିଏ ହଉଛି ବାବାଜୀ, ଜଣେ ବାବାଜୀ ସିଏ ହଉଛି ମାୟାବୀ। କେମିତି ହେଇଛି ଏଠି? କାରଣ କଣ? ତ୍ରେତୟା ଯୁଗର କଥା। ମରିଚ ବୋଲି ଜଣେ ଋଷି ରାବଣର ଭଣଜା। ନୈଷ୍ଠିକ ଋଷି ଯତି ଜଣେ, ସିଏ ହେଇଛନ୍ତି ମାୟାବୀ। ଜଣେ ରାକ୍ଷସ ରାବଣ, ସିଏ ହଉଛି ଗୋଟେ ଯତି। ଆର ବିଚାରଟା କଣ? କାହିଁକି ସେ କାଳରେ ସବୁ ଏଭଳିଆ ଘଟୁଥିଲେ? ସେଠୁ ଆସିଲେ, ଯଦି ଆସିଲେ ସେଇଠୁ ତାକୁ ତ ସୀତା ମା ଠାକୁରାଣୀ ସେ କଣ ଜାଣିନାହାନ୍ତି ଏଟା ମାୟା ବୋଲିକି? ଯାହା ହଉ ସେ ତ କହିଲେ ମତେ ସୁନାର ମୃଗ ଆଣିଦିଅ। ଭଗବାନ ହଉଛନ୍ତି ରାମ ମର୍ଯ୍ୟାଦା ପୁରୁଷ। ଦେଖ କେମିତି କଥା। ବଧ୍ୟ କଣ କଲେ କାହିଁ କାହାକୁ? 56 କୋଟି ଜୀବଜନ୍ତୁ ତାଙ୍କର, କାହିଁକି ଜୀବଜନ୍ତୁକୁ ସେ ବଧ କରୁଥିଲେ? ତାର ତାତ୍ତ୍ୱିକ ବିଚାରଟା କରିବା ହିଁ ସତ୍ୟର ମୀମାଂସା। ମର୍ଯ୍ୟାଦା ପୁରୁଷ ସେତେବେଳେ କଣ ନା, ଯେତେବେଳେ ଏଇ ଆତ୍ମୀୟ ଚେତନାର ପରିପ୍ରକାଶ। ସେଠୁ ଗଲେ, ସେ ତ ମୃଗକୁ ବଧ କରିବେ, ଗଲା ବେଳକୁ ଦୌଡ଼ିଛନ୍ତି, ମୃଗ ଡାକ ଦଉଛି ତ୍ରାହି ଲକ୍ଷ୍ମଣ। ଯେତେବେଳେ ତ୍ରାହି ଲକ୍ଷ୍ମଣ ଡାକ ଦେଲା, ରାମକୁ କଣ ଶୁଭିଲାନି? ଏକବାରେ ସୀତାଙ୍କୁ ଶୁଭୁଛି, ଲକ୍ଷ୍ମଣଙ୍କୁ ଶୁଭୁଛି। ସେଠୁ ଏଠି ବ୍ୟସ୍ତ ହେଇପଡ଼ିଲେ, ତମେ ଯା, ଭାଇକି ବୋଧେ ବିପଦ ପଇଲା। ରାମ ତ କହିଥାନ୍ତା, ରେ ନାଇଁ ରେ ନାଇଁ ରେ, ସେ ମୃଗଟା ଏମିତି ଡାକ ଦଉଛି, ତମେ କେହି ଆସ ନା, ଡାକ ପଡ଼ିଥାନ୍ତେ। ଏର କାରଣ ସେଥିପାଇଁ କୁହାଯାଇଛି, ଏଣୁ ପ୍ରକୃତି ଭିନ୍ନ ମତେ ଅର୍ଥ ନ ଜାଣନ୍ତି ସମସ୍ତେ। କହି ଦଉଛନ୍ତି ସମସ୍ତେ, ଭିତରେ କିଏ ବହିଛନ୍ତି? ଭେଦିଲେ ଓଦା ହବ। ଏ ବା ନଦୀ କୂଳରେ ଠିଆ ହେଇକିରି କହୁଛନ୍ତି ଆମ ଠେଇ ପାଣି ଗଦା ହେଇ ପଇଲାଣି। ବାବା କଥା ଆସୁଛି, ବାହାର କଳ୍କି ନକଲି ବାହାରେ ବୁଲିଲେଣି। ହଁ, ସେ ହେବେ। କିଛି ତ ଭୁଲ ହେଇନି, କିଛି ଭୁଲ ହେଇନି। କେବଳ ବାପା ଇଏ ଦୁନିଆକୁ ହଟଚମ କରିବାକୁ ହଉଛି, ସେ କଳିକି ହୁଅନ୍ତୁ। ଆମର କଣ ଗଲା? ଗୋଟିଏ କଥା, ପରାବିଦ୍ୟା ଅପରାବିଦ୍ୟା। ଯୋଉମାନେ କହୁଛନ୍ତି ତା ସାଙ୍ଗରେ ଭେଳି ହେଇ ପଡୁଛନ୍ତି। ଗୋଟା ପରାବିଦ୍ୟା କଣ, ଅପରାବିଦ୍ୟା କଣ? ତୁମେ ବାପା ଆସିଛ କଣ ଯେ ତମ ନାଁ ହଉଛି ଆନନ୍ଦ, ତମେ ଦେବାନନ୍ଦ ହେଇକିରି ଆସିଛ। ଦେବାନନ୍ଦକୁ ତୁମେ କଣ କରିବ ନା, ଦେବାନନ୍ଦ ନାମଟିକୁ ପରିପ୍ରକାଶ କରିବ। ତୁମେ ଯଦି କହିବ ମୁଁ ମହାଦେବ ରୂପରେ ପକାଏ, ସେ ମହାନଦ ହଉଛି ପରାବିଦ୍ୟା, ସେ ସରିଛି। ବୁଝିପାରୁଛ? ଅର୍ଥାତ୍
ତୁମେ ଆସିଛ ଗୋଟେ ମଲ୍ଲି ଫୁଲର ମହକ ତମେ ଦବ, ତମେ ଯଦି ମୁଁ ହେନା ହବାକୁ ଯିବି। ତେଣୁ ଏଇଠି ମଣିଷ ତାର ଚିନ୍ତା କରିପାରେନି। ଯୋଉ ବାହାରିଛନ୍ତି କହୁଛନ୍ତି ଆମେ ଅଚ୍ୟୁତ ହବୁ, ଏମାନେ ହଉଛନ୍ତି ମୂର୍ଖ ସବୁ। ଆମେ କଳିକି ହବୁ, ଏମାନେ ହଉଛନ୍ତି ମୂର୍ଖ। ବୁଦ୍ଧି ବିଦ୍ୟା ବିବେକାଙ୍କର ନାହିଁ। କେମିତି ଅଚ୍ୟୁତ ଆସିଛନ୍ତି, ଯାହା କରିବା କଥା ସେ ସାରିକି ଯାଇଛନ୍ତି, ପାରଣ ପଣିଆ ଦେଖେଇ ଦେଇଛନ୍ତି। ତା ଉପରେ ଆମେ କିଛି କରିପାରିବା କି? ମୁଁ ଯଦି କହିବି ମୁଁ ହେଲି ଅଚ୍ୟୁତ, ମୋ ଠାରୁ ମୂର୍ଖ ଆଉ ଦୁନିଆରେ କେହି ହେବେନି। କାହିଁକି ହେବେନି? ନା ଅଚ୍ୟୁତ ଆସିଛନ୍ତି ଯାହା କରିବା କଥା କରିଦେଇ ଯାଇଛନ୍ତି। ମୁଁ ଆସିଛି ସୁକାନ୍ତ ଦାସ, ମୁଁ ମୋ ସୁକାନ୍ତ ଦାସର ପାରିମା ପଣିଆ କଣ ଦେଖେଇ ପାରିବି? ସେଇଟା ହଉଛି ସବୁଠାରୁ ବଡ। ମୁଁ ଏ ଲୋକମାନଙ୍କୁ ଦେଖିବାକୁ ମୁଁ ଆସିଲି ଅଚ୍ୟୁତ। ଏଇ ନୀଳ ବିଲୁଆ ହବା କଥା, ଯେମିତି ଇଏ ସିଂହ ପଳେଇ ଯାଇଥିଲା କିଛି ଦିନ, ଶାର୍ଦୁଳ କହିଲା ମୁଁ ହଉଛି ବଣର ରଜା, ଆମେ ରଜା ହେଲୁ, ହିଲୋ ହୁକେ ହାଉ ହାଉ ହେଲୁ। ସିଏ ଯେତେବେଳେ ଆସି ପହଞ୍ଚିଲା, ଇଏ ବିଲୁଆ ଆସିକିରି କୋଉ ଗାତରେ ବସିଲା। ଇଏ ମଣିଷ ଆଜି ବିଲୁଆ ଭଳିଆ ହଉଛନ୍ତି। କଣ ଆମେ ହେଲୁ ଦେବତା, ଆମେ ହେଲୁ ଅଚ୍ୟୁତ। ନା, ଇଏ ହଉଛି ମନୁଷ୍ୟର ଦୃଷ୍ଟାନ୍ତ। ତେଣୁ ଗୋଟେ ସାଧାରଣ କଥା କୁହାଯାଏ, ମରଣ କାଳେ ବିପରୀତ ଉଠେ। କେହି କାହା ଭଳିଆ ହେଇପାରିନି। ଯାହାକୁ ଆମର କବି ସୂର୍ଯ୍ୟ ବଳଦେବଙ୍କର ଯାହାକୁ ଯାହା କରିଛି ଦଇବ ତମକୁ ସେ ଅନ୍ୟତା ହଇବ। ବରଜି ବରଜେ ଦେଇ ମାନସ ବରଜି ବରଜେ ଅମଧ୍ୟ ଗ୍ରାସ ଦେଇ ମନ୍ଦାକିନୀ ରଜ ଲଗାଇ ରାମସୁ କରିକି ହୋଇବ ଗାଈ। ତେଣୁ ଯିଏ ଯାହା ସେ ସେଇଆ। ଆଉ ସିଏ ଅନ୍ୟ ଆଡକୁ ହବାକୁ ଚେଷ୍ଟା କଲେ କଣ ହେଇପାରିବ? ପାରିବ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।